ବହିଟିର ନାମ ନ୍ୟାୟ ଦର୍ଶନ। ମହର୍ଷି ଗୌତମଙ୍କ ପ୍ରଣୀତ ସରଳ ଓଡ଼ିଆ ବ୍ୟାଖ୍ୟା ସହିତ ଏହାକୁ ଓଡ଼ିଆରେ ଅନୁବାଦ କରିଥିଲେ ଶ୍ରୀ ମଧୁସୂଦନ ମହାନ୍ତି। ଏହି ବହିଟିର ପ୍ରକାଶକ ହେଉଛନ୍ତି ଧର୍ମଗ୍ରନ୍ଥ ଷ୍ଟୋର। ଏହାର ନୂତନ ମୁଦ୍ରଣ ହୋଇଥିଲା 2020 ମସିହାରେ। ଚାଲନ୍ତୁ ଏବେ ଏହି ନ୍ୟାୟ ଦର୍ଶନ ପୁସ୍ତକ ସମ୍ବନ୍ଧରେ କିଛି ଆଲୋଚନା କରିବା। ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚି ପାରିବ। ମହର୍ଷି ଗୌତମ ନ୍ୟାୟ ଦର୍ଶନର ପ୍ରଣେତା ଅଟନ୍ତି। ଦ୍ୱାଦଶ ଶତାବ୍ଦୀରେ ବିକ୍ରମାଦିତ୍ୟଙ୍କ ସମୟରେ ଏହି ଶାସ୍ତ୍ରର ଆଲୋଚନା ହୋଇଥିବା କଥା ତତ୍ତ୍ୱଚିନ୍ତାମଣି ନାମକ ଗ୍ରନ୍ଥରେ ଦେଖିବାକୁ ମିଳେ। ବିକ୍ରମାଦିତ୍ୟଙ୍କ ପୂର୍ବରୁ ଦ୍ୱିତୀୟ ଶତାବ୍ଦୀର ବାତ୍ସାୟନ ଋଷି ନ୍ୟାୟସୂତ୍ରର ଭାଷ୍ୟ କରିଥିବା ଜଣାଯାଏ। ତତ୍ପରେ ନବମ ଶତାବ୍ଦୀର ଉଦୟନାଚାର୍ଯ୍ୟ ଟୀକା ପ୍ରଣୟନ କରିଥିଲେ। ନ୍ୟାୟସୂତ୍ର ଉପରେ ଜୟନ୍ତ ଭଟ୍ଟ ନ୍ୟାୟମଞ୍ଜରୀ ନାମକ ଗ୍ରନ୍ଥ ଲେଖି ତହିଁରେ ଚାବାର୍କ ବୌଦ୍ଧ ମୀମାଂସା ଓ ବେଦାନ୍ତ ମତଗୁଡ଼ିକୁ ଖଣ୍ଡନ କରିଥିଲେ। ଏହିପରି ଏହି ନ୍ୟାୟଶାସ୍ତ୍ର ଉପରେ ଅନେକ ଟୀକା ଥିବା ଜଣାଯାଏ। ଏହି ଦର୍ଶନର ଧାରା ଦୁଇ ପ୍ରକାର। ପ୍ରଥମ ଧାରାରେ ପ୍ରମାଣ, ପ୍ରମେୟ, ସଂଶୟ, ପ୍ରୟୋଜନ, ଦୃଷ୍ଟାନ୍ତ, ସିଦ୍ଧାନ୍ତ, ଅବୟବ, ତର୍କ, ନିର୍ଣ୍ଣୟ, ବାଦ, ଜଳ୍ପ, ବିତଣ୍ଡା, ହେତ୍ୱାଭାସ, ଛଳ, ଜାତି ଏବଂ ନିଗ୍ରହ ସ୍ଥାନ ଏହି 16 ପଦାର୍ଥର ଆଲୋଚନା କରାଯାଇଛି ଏବଂ ଏହାର ଯଥାର୍ଥ ଜ୍ଞାନରୁ ମାନବ ନିଃଶ୍ରେୟସର ଅଧିକାରୀ ହୋଇପାରେ ବୋଲି ମଧ୍ୟ କୁହାଯାଇଛି। ଦ୍ୱିତୀୟ ଧାରାରେ ପ୍ରତ୍ୟକ୍ଷ, ଅନୁମାନ, ଉପମାନ ଏବଂ ଶବ୍ଦ ପ୍ରମାଣର ବିଶେଷ ସୂକ୍ଷ୍ମ ଚର୍ଚ୍ଚା ମଧ୍ୟ କରାଯାଇଛି। ଏହି ଦର୍ଶନର ପ୍ରଥମ ଧାରାକୁ ପ୍ରାଚୀନ ନ୍ୟାୟ ଏବଂ ଦ୍ୱିତୀୟ ଧାରାକୁ ନବ୍ୟ ନ୍ୟାୟ କୁହାଯାଏ। ସୁଖ ସହିତ ଦୁଃଖ ଜଡ଼ିତ ହୋଇଥିବାରୁ ସୁଖକୁ ଏଥିରେ ଦୁଃଖ ବୋଲି ମଧ୍ୟ ଧରାଯାଇଛି। ନ୍ୟାୟ ଦର୍ଶନ ମତରେ ସଂସାର ଦୁଃଖମୟ ଅଟେ। ଜ୍ଞାନ ବିନା ମୁକ୍ତି ମିଳିପାରେ ନାହିଁ। ଏହା ସର୍ବସମ୍ମତ ସିଦ୍ଧାନ୍ତ ଅଟେ। ନ୍ୟାୟ ଦର୍ଶନରେ ଶୁଦ୍ଧ ଜ୍ଞାନ ପ୍ରାପ୍ତିର ମାର୍ଗ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ପରମାଣୁ, ଆତ୍ମା, ଈଶ୍ୱର ଏହି ନିତ୍ୟ ପଦାର୍ଥମାନ ବିଦ୍ୟମାନ ଥିବାରୁ ଜଗତର ସତ୍ତା ଅଛି। ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଦୃଷ୍ଟିଗୋଚର ହେଉଥିବା ଜଗତ ସତ୍ ଅଟେ। ପରମାଣୁ ଏହାର ସମବାୟ କାରଣ ଓ ଈଶ୍ୱର ନିମିତ୍ତ କାରଣ ଅଟନ୍ତି। ଈଶ୍ୱର ଅନୁମାନ ଦ୍ୱାରା ଗମ୍ୟମାନ ଅଟନ୍ତି। ତାଙ୍କର ଇଚ୍ଛାରେ ଗୋଟିଏ ପରମାଣୁ ଅନ୍ୟ ପରମାଣୁ ସହିତ ମିଳିତ ହୋଇ ଅଣୁରେ ପରିଣତ ହୁଏ ଓ ଏହିପରି ଅଣୁକ୍ରମରୁ ପଞ୍ଚତତ୍ତ୍ୱର ଉତ୍ପତ୍ତି ହୋଇଅଛି। ନ୍ୟାୟ ଦର୍ଶନ ମତରେ ସୁଖ ଓ ଦୁଃଖ ଉଭୟ ମନୋବୃତ୍ତିର ବିନାଶ ହୋଇପାରିଲେ ମନ ସାମ୍ୟବସ୍ଥା ଲାଭ କରେ ଓ ସେତେବେଳେ ମୁକ୍ତି ସମ୍ଭବ ହୁଏ। ସୁଖ ସହିତ ରାଗର ମଧ୍ୟ ସମ୍ପର୍କ ଅଛି ଏବଂ ରାଗ ବନ୍ଧନର କାରଣ ଅଟେ। ମୋକ୍ଷ ଲାଭରେ ସୁଖ ବା ଦୁଃଖ ନଥାଏ। ଜୀବନ ମୁକ୍ତିକୁ ଅପର ନିଃଶ୍ରେୟସ ଏବଂ ବିଧେୟ ମୁକ୍ତିକୁ ପର ନିଃଶ୍ରେୟସ କୁହାଯାଏ। ମିଥ୍ୟା ଜ୍ଞାନରୁ ଦୋଷ ପ୍ରବୃତ୍ତି ଏବଂ ଦୁଃଖ ଉତ୍ପତ୍ତି ହୋଇଥାଏ। ମିଥ୍ୟା ଜ୍ଞାନର ନାଶ ହେଲେ ତତ୍ତ୍ୱଜ୍ଞାନ ଜାତ ହୁଏ। ଆତ୍ମାଙ୍କ ସାକ୍ଷାତକାର ପାଇଁ ଯମ ନିୟମାଦି ବ୍ରତ ପାଳନ କରିବା ଉଚିତ। କିପରି ଧ୍ୟାନ ଧାରଣାଦି ଉପାୟ ଦ୍ୱାରା ଆତ୍ମ ସାକ୍ଷାତକାର ହେବ ଏବଂ ଦୁଃଖ ସୁଖାଦିରୁ ବିରତ ହୋଇ ଚିତ୍ତ କିପରି ସାମ୍ୟାବସ୍ଥା ଲାଭ କରିବ, ଏହି ବିଷୟ ହେଉଛି ନ୍ୟାୟଶାସ୍ତ୍ରର ଚରମ ଓ ପରମ ଲକ୍ଷ୍ୟ। ଏହି ନ୍ୟାୟ ଦର୍ଶନ ଗ୍ରନ୍ଥଟି 5ଟି ଅଧ୍ୟାୟରେ ବିଭକ୍ତ ହୋଇଅଛି ଏବଂ ପ୍ରତ୍ୟେକ ଅଧ୍ୟାୟରେ ପୁଣି 2ଟି ଆହ୍ନିକ ଅଛି। ଏହା ଥିଲା ନ୍ୟାୟ ଦର୍ଶନ ପୁସ୍ତକ ସମ୍ବନ୍ଧରେ କିଛି ଆଲୋଚନା। ଯଦି ଏ ବହିଟିକୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଆମ ୱେବସାଇଟ୍ odisashop.com କୁ ଭିଜିଟ୍ କରନ୍ତୁ। ଆମ ୱେବସାଇଟ୍କୁ ଲାଇକ୍, ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।